ଆଜି ସିନ୍ଦୁର ଖେଳର ଦମଦାର ଏପିସୋଡ ଆପଣମାନେ ଦେଖିବାକୁ ଯାଉଛନ୍ତି। ମଲ୍ଲିକା ବିଲକୁଲ ବି ଆଉ ସୁଧୁରିବନି। ପୁଣି ଥରେ ରଶ୍ମିକୁ ମାରିବାକୁ ଗଲାବେଳେ ଆଦ୍ୟା ବ୍ଲେଡକୁ ମଲ୍ଲିକାର ମୁଣ୍ଡ ଉପରକୁ ଫିଙ୍ଗିଦେବେ। ମଲ୍ଲିକାଠାରେ ସେ ବ୍ଲେଡ ବାଜିବା ପରେ ତାଙ୍କ ମୁଣ୍ଡ ବୁଲେଇ ସେ ବେହୋସ ହୋଇ ପଡ଼ିଯିବେ। ସବୁଆଡେ ମୁଣ୍ଡ ବୁଲେଇ ସେ ବେହୋସ ହୋଇ ସେଠି ବସି ପଡ଼ିବେ। ପରେ ଆଦ୍ୟା ଅକ୍ସିଜେନକୁ ରଶ୍ମିର ଉପରେ ଲଗାଇଦେବେ। ପୁଣି ରୋଶନୀ ଟିକେ ଶାନ୍ତିରେ ନିଶ୍ୱାସ ପ୍ରଶ୍ୱାସ ନେଇପାରିବେ। ଏହାପରେ ଆଦ୍ୟା ରାଗିକୁ କହିବେ, ପର୍ଯ୍ୟନ୍ତ ଏ ଆଦ୍ୟା ଅଛି ଏ ମଲ୍ଲିକାର ଛାଇ ତୋ ଉପରେ କେବେ ମଧ୍ୟ ପଡ଼ିବାକୁ ଦେବେନି। ଆଦ୍ୟା ମଲ୍ଲିକାକୁ ସେଇଠିକି ନେଇଯିବ ଯୋଉଠି ସମସ୍ତଙ୍କୁ କରେଣ୍ଟ ସକ୍ ଦିଆଯାଏ। ତାପରେ ଯେତେବେଳେ ମଲ୍ଲିକାର ହୋସ ଆସିଯିବ ସେ ଦେଖିବ କରିଥିବ ଆଉ ସେ ଦେଖି ଆଶ୍ଚର୍ଯ୍ୟ ପୁରା ହେଇଯିବ। ସେମାନେ କହିବେ ମୁଁ ଏଠିକି କେମିତି ଆସିଲି। ସେଠୁ ଉଠି ଚାଲିଗଲା ବେଳେ ଆଦ୍ୟା ତାଙ୍କୁ ଶକ୍ତି ବଳରେ ତାଙ୍କୁ ବାନ୍ଧି ନେବେ। ଏହା ଦେଖି ମଲ୍ଲିକା ପୁରାପୁରି ବ୍ୟସ୍ତ ହୋଇଯିବ। ଆରେ ମନକୁ ମନ କ'ଣ ମୋ ହାତ ବାନ୍ଧି ହେଇଗଲା। ଏହାପରେ ଆଦ୍ୟା ମଲ୍ଲିକାର ଗୋଡ଼କୁ ପୁଣି ବାନ୍ଧି ନେବେ। ପରେ ମଲ୍ଲିକା କହିବ କିଏ ଏଠାରେ କିଏ ଅଛ? କହିବେ ମୋତେ ବଞ୍ଚାଅ ବଞ୍ଚାଅ। ଦେଖି ଆଦ୍ୟା ପୁରା ଟେନସନ ହୋଇଯିବେ। ତାପରେ ମଲ୍ଲିକାର ପାଟିରେ ଗୋଟେ ତୁଳା ପୁରେଇ ଦେବେ। କିପରି ସେ କିଛି ପାଟି କରିପାରିବ ନାହିଁ। ଆଦ୍ୟା ଇଲେକ୍ଟ୍ରିକ ସକ୍ ଆଦ୍ୟାର ଛାତିରେ ଲଗେଇଦେବେ। ଏବେ ତୁ ତ କାଳି ଶକ୍ତି ପ୍ରୟୋଗ କରି ବଞ୍ଚିଯା ମଲ୍ଲିକା। ମୁଁ ତାକୁ କରେଣ୍ଟ ସକ୍ ଦେଲା ପରେ ତାର ଚୁଟି ପୁରା ବଙ୍କା ହୋଇ ଠିଆ ହୋଇଯିବ ଆଉ ସେ ପୁଣି ଥରେ ବେହୋସ ହୋଇଯିବ। ଦର୍ଶକ ବନ୍ଧୁ ଆପଣଙ୍କୁ କ'ଣ ଲାଗୁଛି ଆଦ୍ୟା କ'ଣ ମଲ୍ଲିକା ଉପରେ ଏମିତି କରେଣ୍ଟ ସକ୍ ଦେବା ଉଚିତ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ ସେୟାର କରିବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ।